ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ହେଉଛି 27 ସେପ୍ଟେମ୍ବର 2025 ମସିହା ଶନିବାର। ଆସନ୍ତୁ ଜାଣିବା ଦେଶ ବିଦେଶ ଏବଂ ଆମ ରାଜ୍ୟରେ ଘଟୁଥିବା ପ୍ରମୁଖ ଖବର ଗୁଡ଼ିକ। ଆଜିର ପ୍ରଥମ ଖବର, ମୁଖ୍ୟମନ୍ତ୍ରୀଙ୍କର ଲଘୁଚାପ ଜନିତ ବର୍ଷା ଏବଂ ବନ୍ୟାର ପରିସ୍ଥିତିର ସମୀକ୍ଷା। ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବନ୍ୟାର ସମୀକ୍ଷା କରିଛନ୍ତି। ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା କରିବା ପାଇଁ 17ଟି ଜିଲ୍ଲାପାଳମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଲଘୁଚାପର ପ୍ରଭାବ 3ଟି ଜିଲ୍ଲାରେ ଯଥା କୋରାପୁଟ, ମାଲକାନଗିରି, କଳାହାଣ୍ଡିରେ ବିଶେଷ କରି ପ୍ରଭାବିତ କରିବ ଏବଂ 14ଟି ଜିଲ୍ଲା ଯଥା ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଏବଂ ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ଖବର, ଆସନ୍ତୁ ଜାଣିବା ମୋଦିଙ୍କର କାର୍ଯ୍ୟସୂଚୀ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ାରେ ଆସିବେ। 27 ତାରିଖରେ ବ୍ରହ୍ମପୁରରେ ମୋଦିଙ୍କର ଗସ୍ତକୁ ବାତିଲ କରା ପରେ ଝାରସୁଗୁଡ଼ାରେ ଅମଲିପାଲିଠାରେ ଏକ ଯୁବ ସମାବେଶ ଆୟୋଜନ କରାଯାଇଛି। ଆଜି ଦିନ 11:10 ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। 11:25 ଅମଲିପାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମ ସାରି 12:45 ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ ଖବର, ପ୍ରକାଶ ପାଇଲା ଓପିଏସ୍ସି ପରୀକ୍ଷା ଫଳ। ଆଜ୍ଞା ହଁ, ଓପିଏସ୍ସି ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଓଡ଼ିଶା ସିଭିଲ ସର୍ଭିସର ଫଳ ବାହାରିବା ପରେ ଓପିଏସ୍ସିରେ ଫଳାଫଳ ବାହାରିଛି। ମୋଟ 389 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ଟପର ଟ୍ରେଣ୍ଡରେ ବାଜି ମାରିଛନ୍ତି ପୁଅ। ପ୍ରିୟାଂଶୁ ପାଲ ଓଏଏସ୍ ଟପର। ପ୍ରିୟାଂଶୁ ପାଲ ଓଏଏସ୍ ଟପର ହୋଇଥିବା ବେଳେ ଅନନ୍ୟା ମିଶ୍ର ଦ୍ୱିତୀୟ, ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ଅଛନ୍ତି ଏବଂ ଅନ୍ୟମାନେ ସେମାନଙ୍କର ସ୍ଥାନ ବଜାୟ ରଖିଛନ୍ତି। ମୋଟ 379 ଜଣ ପରୀକ୍ଷାର୍ଥୀଙ୍କ ଭିତରୁ 144 ମହିଳା ଅଛନ୍ତି। ପରବର୍ତ୍ତୀ ଖବର, ଅନଲାଇନରେ ଏଥର ହ୍ୱାଟ୍ସଆପରେ ମିଳିବ ଜନ୍ମ ମୃତ୍ୟୁ ସାର୍ଟିଫିକେଟ୍। ଆଜ୍ଞା ହଁ, ଆପଣମାନେ ଠିକ୍ ଶୁଣୁଛନ୍ତି। ଆରମ୍ଭ ହେଲା ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍। ଏହା ମାଧ୍ୟମରେ ଆପଣମାନେ ସରକାରୀ ସୁବିଧାର ଲାଭ ଉଠାଇ ପାରିବେ। ଏଣିକି ମୋବାଇଲରେ ଆପଣମାନଙ୍କୁ ସବୁ ସରକାରୀ ସେବା ଯୋଗାଇ ଦିଆଯିବ। ହ୍ୱାଟ୍ସଆପରେ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆମ ସାଥୀ ହ୍ୱାଟ୍ସଆପ୍ ଆପ୍ ଶୁଭାରମ୍ଭ କରାଯାଇଛି। ପରବର୍ତ୍ତୀ ଖବର, ଅତି ଭୀଷଣ ବର୍ଷା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି। ସାରା ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। କିଛି ଜିଲ୍ଲାକୁ ଅତି ଭୀଷଣ ବର୍ଷା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ସକାଳେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ଅବପାତ। ଫଳରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ଏବଂ ଦକ୍ଷିଣ ଓଡ଼ିଶା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି। ଏହି ଲଘୁଚାପ ଜନିତ ବର୍ଷା 28 ତାରିଖ ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀଙ୍କର ଗସ୍ତ ପୂର୍ବରୁ ଝାରସୁଗୁଡ଼ାରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜି। ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅମଲପାଲିଠାରେ ଆୟୋଜିତ ଯୁବ ସମାବେଶରେ ଯୋଗଦେବେ। ଓଡ଼ିଶାକୁ ଭେଟିଦେବେ 17,000 କୋଟି ଟଙ୍କାର ପ୍ରୋଜେକ୍ଟ। ପ୍ରଧାନମନ୍ତ୍ରୀଙ୍କର ଗସ୍ତ ପୂର୍ବରୁ ସୁରକ୍ଷା କଡ଼ାକଡ଼ି ଯାଞ୍ଚ କରାଯାଇଛି କି ନାହିଁ ତାହାକୁ ସମୀକ୍ଷା କରିଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୋଲିସ ଡିଜି। ପରବର୍ତ୍ତୀ ଖବର, ଆଦିବାସୀ ମହିଳାଙ୍କୁ 3rd ଡିଗ୍ରୀ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅବକାରୀ ଥାନାରେ ମହିଳାଙ୍କୁ 3rd ଡିଗ୍ରୀ ଦିଆଯିବାର ଅଭିଯୋଗ ହୋଇଛି। ଗାଁ ଢିପାସାହିର ଆଦିବାସୀ ମହିଳାଙ୍କୁ ଯଶୀପୁର ଅବକାରୀ ଥାନା ଅଧିକାରିଣୀ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ଆସିଛି। ପୂର୍ବରୁ ଜବତ ହୋଇଥିବା ମଦ ସହିତ ଫଟୋ ଉଠାଇ ମିଥ୍ୟା କେସ୍ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା। ମହିଳାଙ୍କ ଅଭିଯୋଗକୁ ଆଧାର କରି ଯଶୀପୁର ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି। ପରବର୍ତ୍ତୀ ଖବର, ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି। ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦର ବନ୍ୟା ଜଳ। ସକାଳ 7:05 ସୁଦ୍ଧା 5,30,629 କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ 20ଟି ଗେଟ୍ ମଧ୍ୟ ଖୋଲା ରହିଛି ଏବଂ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି 6.5 ଲକ୍ଷ କ୍ୟୁସେକ୍ ବନ୍ୟା ଜଳ। ଅନ୍ୟପଟେ ମହାନଦୀର ଶାଖା ନଦୀରେ ବଢ଼ିବାରେ ଲାଗିଛି ଜଳସ୍ତର। ତେଣୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ 75 ବରପୁତ୍ରଙ୍କର ନୂତନ ପ୍ରତିମୂର୍ତ୍ତି।
ଭାରତ ସ୍ୱାଧୀନତା ଏବଂ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ରତା ଆମ ଭାଷା ଏବଂ ସାହିତ୍ୟକୁ ରୁଦ୍ଧିବନ୍ତ କରିଥିବା ଓଡ଼ିଆ ଐତିହାସିକକୁ ବଜାୟ ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ବିଭିନ୍ନ ବରପୁତ୍ରମାନଙ୍କର ମୂର୍ତ୍ତି ନିର୍ମାଣକୁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ 75 ଜଣ ବରପୁତ୍ରଙ୍କର ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ 14 କୋଟି ଟଙ୍କା ବ୍ୟୟରେ 75 ବରପୁତ୍ରଙ୍କର ମୂର୍ତ୍ତି ସ୍ଥାପନା ଏବଂ ନିର୍ମାଣ କରାଯିବ। ସମସ୍ତ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କର କଡ଼ା ନିର୍ଦ୍ଦେଶ। ପରବର୍ତ୍ତୀ ଖବର, ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଜାରି ହେଲା ଟ୍ରାଫିକ୍ କଟକଣା। ଆଜ୍ଞା ହଁ, ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସେପ୍ଟେମ୍ବର 28 ତାରିଖରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ମାର୍ଗଦର୍ଶିକା ଅନୁଯାୟୀ ଦୁର୍ଗାପୂଜା ପାଇଁ ରାଜଧାନୀରେ ପ୍ରମୁଖ ସହରଗୁଡ଼ିକ ଏବଂ ପ୍ରମୁଖ ରାସ୍ତାଗୁଡ଼ିକରେ ଭାରୀଯାନ ଯିବା ଆସିବା କରିବା ପାଇଁ ବାରଣ କରାଯାଇଛି। ଏହି ସମୟସୀମା ମଧ୍ୟରେ ରସୁଲଗଡ଼, ଲିଙ୍ଗିପୁର, ବାଣୀବିହାର, ଶିଶୁଭବନ ଛକ, ଆଚାର୍ଯ୍ୟ ବିହାର ଏବଂ କଳିଙ୍ଗ ହସ୍ପିଟାଲ, ନ୍ୟୁ ଏୟାରପୋର୍ଟ ଛକ, ଜୟଦେବ ବିହାର ଛକ, ନନ୍ଦନକାନନ, ରାଜଭବନ ପର୍ଯ୍ୟନ୍ତ ଭାରୀଯାନ ଏବଂ ସିଆର୍ପି ଛକଠାରୁ ପାୱାର ହାଉସ, ଖଣ୍ଡଗିରି, ପୋଖରୀପୁଟ ପର୍ଯ୍ୟନ୍ତ ଭାରୀଯାନ ଯିବା ଆସିବାକୁ ନିଷେଧ କରାଯାଇଛି। ପରବର୍ତ୍ତୀ ଖବର, ସୁନ୍ଦରଗଡ଼ ଟ୍ରାଜେଡି, 5 ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ସହାୟତା। କେ ବଳଙ୍ଗା ଥାନା ନିକଟସ୍ଥ 520 ନମ୍ବର ଜାତୀୟ ରାଜପଥରେ ରାଉରକେଲାରୁ କୋଇଡାକୁ ଆସୁଥିବା ଘରୋଇ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଃଖଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପରିବାରବର୍ଗଙ୍କ ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି। ମୃତକଙ୍କର ନିକଟୀୟ ଆତ୍ମସମ୍ବନ୍ଧୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 4 ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଐତିହାସିକ ସହର କଟକ ବାଲିଯାତ୍ରା ପାଇଁ ପ୍ଲଟ ଆବେଦନ ଆରମ୍ଭ। ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଏବଂ ନିଲାମ ମଧ୍ୟ କରାଯିବ। ଆଜିଠାରୁ ଅକ୍ଟୋବର 9 ତାରିଖ ପର୍ଯ୍ୟନ୍ତ 100 ଟଙ୍କାରେ ମିଳିବ ଆବେଦନ ପତ୍ର। ବାରବାଟୀ ପ୍ୟାଲେସରୁ ସଂଗ୍ରହ କରିବେ ଏବଂ ଦାଖଲ କରିବେ ଆବେଦନ ପତ୍ର। ସେହିପରି ଜଣେ ବ୍ୟକ୍ତି ସର୍ବାଧିକ 3ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି 5,000 ଟଙ୍କା ରଖାଯାଇଛି। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଆସିଲେ ସେହି ପ୍ଲଟଟି ନିଲାମ ହେବ। ପରବର୍ତ୍ତୀ ଖବର, ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି। 2026 ଫେବୃଆରୀ 17ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସନ୍ୟାମ ଭରଦ୍ୱାଜ। ସଠିକ ସମୟରେ ପରୀକ୍ଷା ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପରୀକ୍ଷାର 10 ଦିନ ପରେ ଆରମ୍ଭ ହେବ ମୂଲ୍ୟାୟନ। 12 ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ମଧ୍ୟ ରଖାଯାଇଛି। ପରବର୍ତ୍ତୀ ଖବର, 2% ମହଙ୍ଗା ଭତ୍ତା ବୃଦ୍ଧି କଲେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ ଉଦ୍ୟୋଗ ଏବଂ କର୍ମଚାରୀମାନଙ୍କ ପାଇଁ 2% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ ଉଦ୍ୟୋଗ ଏବଂ କର୍ମଚାରୀ ସମୁଦାୟଙ୍କର ମହଙ୍ଗା ଭତ୍ତା 53%ରୁ 55%କୁ ବୃଦ୍ଧି ପାଇବ। ଝାରସୁଗୁଡ଼ା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଦିନ ତମାମ ବହୁତ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟ ତୁଲାଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ ମଧ୍ୟ କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ 2025 ଜାନୁଆରୀ 1 ଠାରୁ ଲାଗୁ ହେବ। ପରବର୍ତ୍ତୀ ଖବର, ଓଡ଼ିଶା କଂଗ୍ରେସ ଜିଲ୍ଲା ସଭାପତିଙ୍କର ନାମ ଘୋଷଣା କଲା। କଂଗ୍ରେସ ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଂଗ୍ରେସ କମିଟିର ସଭାପତିମାନଙ୍କ ନିଯୁକ୍ତି କରାଯାଇଛି। ପ୍ରତି ଜିଲ୍ଲା ପାଇଁ ଥିବା ଆଇସିସି କାର୍ଯ୍ୟଦକ୍ଷତା ଦ୍ୱାରା କରାଯାଇଥିବା ସମୀକ୍ଷାରେ ବିଭିନ୍ନ ବୈଠକରେ ବିଭିନ୍ନ ପଦବୀ ଏବଂ ପକ୍ଷଙ୍କ ଆଲୋଚନା ପରେ ମିଳିଥିବା ରିପୋର୍ଟ ଅନୁଯାୟୀ କଂଗ୍ରେସ ପ୍ରତି ଜିଲ୍ଲାର ସଭାପତିଙ୍କର ନାମକୁ ଘୋଷଣା କରିଛି। ପରବର୍ତ୍ତୀ ଖବର, ସମ୍ଭାବ୍ୟ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବର୍ଷାକୁ ମୁକାବିଲା ସମ୍ପର୍କରେ
ପ୍ରଭାବିତ ହେବାକୁ ଥିବା 17ଟି ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା ବୈଠକ କରିଛନ୍ତି। ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପଚାରି ବୁଝିଛନ୍ତି। ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ 24 ଘଣ୍ଟା କାର୍ଯ୍ୟ କରିବା ଏବଂ ତଥ୍ୟଗୁଡ଼ିକ ଯେପରି ନିୟମିତ ଭାବେ ଅପଡେଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବେଳ ପରିବର୍ତ୍ତନ ସ୍ଥିତିକୁ ଲକ୍ଷ୍ୟରେ ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଦୁର୍ବଳ ନଦୀବନ୍ଧ ଏବଂ କେନାଲ ବନ୍ଧ ଉପରେ ନଜର ରଖିବାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି।